ବଳଦ ଏବଂ ଗଧ ଏକ ସମୟର କଥା। କାଶୀରେ ଅନେକ ବର୍ଷ ସାଙ୍ଗ ହୋଇ ରହି ଦୁଇଜଣ ପଣ୍ଡିତ ଧର୍ମ ଏବଂ ଶାସ୍ତ୍ର ଅଧ୍ୟୟନ କଲେ। ଶିକ୍ଷା ସମାପ୍ତ ହେବା ପରେ ଦୁଇ ବିଦ୍ୱାନ ନିଜ ନିଜ ଗାଁ ଅଭିମୁଖେ ବାହାରିଲେ। ସେତେବେଳେ ଯାତାୟାତର ସାଧନ ନଥିଲା। ଲୋକଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଅନେକ ଦିନ ଲାଗୁଥିଲା। ଲୋକମାନେ ଦିନରେ ଚାଲୁଥିଲେ ଏବଂ ରାତିରେ ବିଶ୍ରାମ କରୁଥିଲେ। ଏହି ଦୁଇ ପଣ୍ଡିତ ମଧ୍ୟ ସେୟା କରୁଥିଲେ। ଥରେ ଦୁହେଁ ସହରର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଘରେ ରହିଲେ। ସେ ସେମାନଙ୍କ ରହିବାର ବ୍ୟବସ୍ଥା କଲେ ଏବଂ ନିଜ ଲୋକଙ୍କୁ କହିଲେ ଯେ ଦୁଇ ମହାନୁଭବଙ୍କ ଭୋଜନର ବନ୍ଦୋବସ୍ତ ମଧ୍ୟ କରାଯାଉ। ଏହି ସମୟରେ ସୁଯୋଗ ପାଇଁ ଧନୀ ବ୍ୟକ୍ତି ଜଣକ ଦୁହିଁଙ୍କ ପାଖକୁ ଗଲେ ଏବଂ ସେମାନଙ୍କ ସହ ଆଲୋଚନା କରିବାକୁ ଲାଗିଲେ। ଧନୀ ବ୍ୟକ୍ତି ଜଣକ ଅଭିଜ୍ଞ ଥିଲେ। ସେ ଜାଣିପାରିଲେ ଯେ ଦୁଇ ପଣ୍ଡିତଙ୍କ ମଧ୍ୟରେ ବହୁତ ଅହଙ୍କାର ଅଛି ଏବଂ ଦୁହେଁ ପରସ୍ପରକୁ ମୂର୍ଖ ବୋଲି ଭାବୁଛନ୍ତି। ସେ ଦୁହିଁଙ୍କ ସହ ଅଲଗା ଅଲଗା କଥା ହେଲେ ଏବଂ ଜଣଙ୍କ ବିଷୟରେ ଅନ୍ୟ ଜଣକୁ ପଚାରିଲେ। ଯେଉଁ ଉତ୍ତର ମିଳିଲା ତାହା ଧନୀ ବ୍ୟକ୍ତିଙ୍କୁ ଦୁଃଖୀ କରିଦେଲା। ସେ ମନେ ମନେ ଚିନ୍ତା କଲେ ଯେ ଏହି ଦୁହେଁ କାଶୀ ଭଳି ସ୍ଥାନରେ ବର୍ଷ ବର୍ଷ ଧରି ଅଧ୍ୟୟନ କରି ଆସିଛନ୍ତି, କିନ୍ତୁ ପରସ୍ପରକୁ ସମ୍ମାନ କରିବା ଶିଖିନାହାନ୍ତି। ଏହା ମଧ୍ୟରେ ଭୋଜନ ସମୟ ହୋଇଗଲା। ଧନୀ ବ୍ୟକ୍ତି ଜଣକ ଦୁହିଁଙ୍କୁ ବହୁତ ଆଦରର ସହ ଭୋଜନ କକ୍ଷକୁ ଡାକିଲେ। ଜଣକ ଥାଳିରେ କୁଟା ଏବଂ ଅନ୍ୟ ଜଣକ ଥାଳିରେ ଚୋପା ଘାସ ପରସି ଦେଲେ। ଏହା ଦେଖି ଦୁଇ ପଣ୍ଡିତ ନିଆଁ ହୋଇଗଲେ। ସେମାନେ ରାଗିଯାଇ କହିଲେ, ଆମେ କ'ଣ ପଶୁ କି ଯେ ଏହି କୁଟା ଆଉ ଘାସ ଖାଇବୁ? ଧନୀ ବୋଲି ତୁମେ ଆମକୁ ଅପମାନିତ କରୁଛ। ଏହା ଲକ୍ଷ୍ମୀଙ୍କ ଦ୍ୱାରା ସରସ୍ୱତୀଙ୍କର ଅପମାନ। ଏହା ଉପରେ ସେ ଧନୀ ବ୍ୟକ୍ତି ଅତି ଶାନ୍ତିରେ ଉତ୍ତର ଦେଲେ, ଜଣଙ୍କ ଥାଳିରେ କୁଟା ଏବଂ ଅନ୍ୟ ଜଣକ ଥାଳିରେ ଘାସ ପରସା ଯାଇଛି, ଏଥିରେ ମୋର କୌଣସି ଦୋଷ ନାହିଁ। ଯେତେବେଳେ ମୁଁ ଆପଣଙ୍କ ମଧ୍ୟରୁ ଜଣକୁ ଅନ୍ୟ ଜଣକ ବିଷୟରେ ପଚାରିଥିଲି, ସେ କହିଥିଲେ ଯେ ସେ ତ ଏକ ବଳଦ। ସେହିପରି ଅନ୍ୟ ଜଣକୁ ପ୍ରଥମ ବ୍ୟକ୍ତିଙ୍କ ବିଷୟରେ ପଚାରିବାରୁ ସେ କହିଥିଲେ ଯେ ସେ ଜଣେ ଗଧ। ଆପଣ ଦୁହେଁ ହିଁ ପରସ୍ପରକୁ ବଳଦ ଏବଂ ଗଧ ବୋଲି କହିଲେ, ତେଣୁ ମୁଁ ସେହି ଅନୁସାରେ ଥାଳିରେ ଖାଦ୍ୟ ପରସି ଦେଲି। ଏତିକି ଶୁଣିବା ମାତ୍ରେ ଦୁଇ ଜ୍ଞାନୀଙ୍କ ଆଖି ଖୋଲିଗଲା। ସେମାନଙ୍କୁ ନିଜ ଭୁଲ ଅନୁଭବ ହେଲା। ସେମାନେ କ୍ଷମା ମାଗିଲେ ଏବଂ ପରସ୍ପର ପ୍ରତି ଏପରି ଚିନ୍ତାଧାରା ରଖିଥିବାରୁ ଦୁଃଖ ପ୍ରକାଶ କଲେ। ଶିକ୍ଷା: ବ୍ୟକ୍ତି ପାଖରେ ଯେତେ ଜ୍ଞାନ ଥିଲେ ମଧ୍ୟ ସେ ଅହଙ୍କାର କରିବା ଉଚିତ ନୁହେଁ। ସେହିପରି ଅନ୍ୟମାନଙ୍କ ପ୍ରତି ଖରାପ ମନୋଭାବ ରଖିବା ଅନୁଚିତ। ଏହିପରି ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ବେଲ୍ ଆଇକନ୍ ଦବାନ୍ତୁ।